ସମସ୍ତଙ୍କ ଜୀବନରେ ଦୁଃଖ ତ ଅଛି, କିନ୍ତୁ କିଏ ସହି ନ ପାରି କାନ୍ଦି ଦିଏ, ଆଉ କିଏ ଭିତରେ ଲୁଚେଇ ରଖି ହସି ଦିଏ। ନିସ୍ୱାର୍ଥପର ବ୍ୟକ୍ତି ହିଁ ଜଗତରେ ସୁଖୀ। ଅନଭ୍ୟାସେ ବିଷମ ବିଦ୍ୟା। ବିଦ୍ୟା ଲାଭରେ ଜ୍ଞାନ ଚକ୍ଷୁ ଖୋଲିଲେ ତୃପ୍ତି ଆସେ। ପ୍ରଭୁଙ୍କୁ କେବଳ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ ଦ୍ୱାରା ଆପଣାର କରାଯାଇପାରେ। ପରିଶ୍ରମ ଏବଂ ସାଧୁତା କେବେ ବ୍ୟର୍ଥ ଯାଏ ନାହିଁ। ସମୟର ମୂଲ୍ୟ ଧନରତ୍ନ ଠାରୁ ଅଧିକ ମୂଲ୍ୟବାନ। ବିଶ୍ରାମ ସମୟରେ ଅତୀତର ସ୍ମୃତିଚାରଣ କରିବା ଆବଶ୍ୟକ। ନିଶାପାନ ଦାରିଦ୍ର୍ୟର ଅନ୍ୟତମ କାରଣ। ସନ୍ତୋଷ ସ୍ୱର୍ଗର ସମ୍ପଦ। ଶାନ୍ତି ପ୍ରାଣୀ ପ୍ରତି ଅଭିଶାପ। ସ୍ୱପ୍ନ ନୁହେଁ ମହାଶୟ, ଏହା ସତ କି ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ରୁହେନି, ଆଉ ଅଳସୁଆ କେବେ ଖୁସିରେ ରହିନଥାଏ। ଇଚ୍ଛା ଆପଣଙ୍କର ସମ୍ମାନର ସହ ବଞ୍ଚିବେ ନା ନିଜ ଇଜ୍ଜତକୁ ବିକି ଭାଙ୍ଗି ବଞ୍ଚିବେ? ଗୁଣ ନଥିଲେ ରୂପ ବ୍ୟର୍ଥ, ବିନମ୍ରତା ନଥିଲେ ବିଦ୍ୟା ବ୍ୟର୍ଥ, ଉପଯୋଗ ନହେଲେ ଧନ ବ୍ୟର୍ଥ, ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ, ହୋସ ନଥିଲେ ଜୋଶ ବ୍ୟର୍ଥ, ପରୋପକାର ନକଲେ ଜୀବନ ବ୍ୟର୍ଥ। ଦୁଃଖର ଅନ୍ୟ ନାମ ତ୍ୟାଗ। ଧୈର୍ଯ୍ୟ ପାଖରେ ଦୁଃଖ ହାର ମାନେ। ମୋ ଖୁସି ଠାରୁ ବଡ଼ ମୋ ପାଇଁ ଆଉ କିଛି ବି ନାହିଁ। ସବୁବେଳେ ପ୍ରାର୍ଥନା କରେ କି ଦୁଃଖ ଯେମିତି ତୋ ଜୀବନରେ କେବେ ବି ନ ଆସୁ। ମନେ ରଖିଥିବେ, ସ୍ୱାମୀଙ୍କ ସାଫଲ୍ୟ ହିଁ ଆପଣଙ୍କ ସାଫଲ୍ୟ ହୋଇପାରେ। ତେଣୁ ସ୍ୱାମୀ ଯେପରି ଉନ୍ନତିର ଚରମ ଶିଖରରେ ପଦାର୍ପଣ କରିପାରନ୍ତି, ସେଥିପାଇଁ ସର୍ବୋଚ୍ଚ ଭାବରେ ସାହାଯ୍ୟ କରନ୍ତୁ। କଞ୍ଚା ପିଆଜ ରସର ଔଷଧୀୟ ଗୁଣ। କଞ୍ଚା ପିଆଜ ରସ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରେ। ଏହା ହୃଦୟ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଚର୍ମ ସମସ୍ୟା ଦୂର କରି ସୁସ୍ଥ ଚର୍ମ ଦେଇଥାଏ। ଏହା କେଶ ବୃଦ୍ଧି କରି ଡ୍ୟାଣ୍ଡ୍ରଫ୍ କମ୍ କରେ। ହଜମ ପ୍ରକ୍ରିୟାକୁ ମଜବୁତ କରେ। ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। ଯିଏ ମୋ ସହିତ ଛଳନା କରେ ତା ପାଇଁ ମୁଁ ବ୍ୟାଡ୍ ବୟ। ଯିଏ ମୋ ସହିତ ଦୋସ୍ତି କରେ ତା ପାଇଁ ମୁଁ ଗୁଡ୍ ବୟ। ଜଣା ନାହିଁ ଲୋକମାନେ ସବୁ କିଛି ଭୁଲି ଆଗକୁ ବଢି ପାରୁଛନ୍ତି। ମୋର ତ ଗୋଟିଏ ଖରାପ ଆଦତ, ମୁଁ ଜଲ୍ଦି କାହାକୁ ହୃଦୟରୁ କାଢି ପାରେନି। ଧନୀ ବ୍ୟକ୍ତିଙ୍କ ଉପଦେଶ ଜାଣନ୍ତୁ। ୱାରେନ୍ ବଫେଟ୍ 5,000 ଟଙ୍କା ମୂଲ୍ୟର ପ୍ୟାଣ୍ଟ ସାର୍ଟ ପିନ୍ଧିବା ଅପେକ୍ଷା 1,000 ଟଙ୍କାର ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତୁ, ଆଉ 4,000 ଟଙ୍କା ପକେଟରେ ରଖନ୍ତୁ। ଅସୁବିଧା ସମୟରେ କାମରେ ଆସିବ। ରତନ ଟାଟା ସ୍ୱପ୍ନ ସବୁବେଳେ ବଡ଼ ଦେଖନ୍ତୁ। ଯଦି ଚନ୍ଦ୍ରମା ପର୍ଯ୍ୟନ୍ତ ନ ପହଞ୍ଚି ପାରିବେ, ଆକାଶ ପର୍ଯ୍ୟନ୍ତ ନିଶ୍ଚିତ ପହଞ୍ଚିଯିବେ। ବିଲ୍ ଗେଟ୍ସ ଆପଣ ଗରିବ ଘରେ ଜନ୍ମ ହୋଇଛନ୍ତି, ଏଥିରେ ଆପଣଙ୍କର କିଛି ଦୋଷ ନାହିଁ। କିନ୍ତୁ ଗରିବ ହୋଇ ଯଦି ମରିଯିବେ, ତେବେ ସେଥିପାଇଁ ଆପଣ ନିଜେ ଦୋଷୀ। ଯାହାର ସବୁ ଭୁଲକୁ ଭୁଲି ମୁଁ ସବୁବେଳେ ସମ୍ପର୍କକୁ ଗୁରୁତ୍ୱ ଦେଇଛି, ସେ ମୋତେ ଫାଲତୁ ବୋଲି ଭାବି ନେଇଛି। ଏହି କଥା କେହି କହିବେ ନାହିଁ। କାନ୍ଦି ଦେଲେ ମନ ଶାନ୍ତି ହୋଇଯିବ। ଦୁଃଖୀ ହେବା ଦ୍ୱାରା ଶରୀର ପତଳା ହୋଇଥାଏ। ବେଶୀ ଗପିଲେ ବୁଦ୍ଧି ନଷ୍ଟ ହୋଇଥାଏ। ଚିନ୍ତା କରିବା ଦ୍ୱାରା ଚତୁରତା ହ୍ରାସ ପାଇଥାଏ। ଜୟ ଶ୍ରୀ ଜଗନ୍ନାଥ।